ତିର୍ତ୍ତୋଲ ତହସିଲ ଅଧୀନ କିଳିପାଳ ବାଲିଘାଟରେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଅଚାନକ ଚଢ଼ଉ। 3 ପ୍ରକଲିନ ମେସିନ୍ 34 ହାଇୱା ସହିତ 6 ଜଣ ଅଟକ। ସୂଚନା ଅନୁସାରେ ନିର୍ଦ୍ଧାରିତ ସୀମାଠାରୁ ମାତ୍ରାଧିକ ବାଲି ଉଠାଣ ଅଭିଯୋଗ ପାଇ ଗତକାଲି ବିଳମ୍ବିତ ରାତ୍ରିରେ କେନ୍ଦ୍ରାଞ୍ଚଳ ଡିଆଇଜି ଜିଲ୍ଲାପାଳ ଜଗତସିଂହପୁର, ଏସିପି ଜଗତସିଂହପୁର, ଅତିରିକ୍ତ ଜିଲ୍ଲାପାଳ, ଏସଡିପିଓ ତିର୍ତ୍ତୋଲଙ୍କ ସମେତ ଜିଲ୍ଲା ପ୍ରଶାସନର ଏକାଧିକ ଅଧିକାରୀ କିଳିପାଳ ବାଲିଘାଟରେ ଅଚାନକ ଚଢ଼ଉ କରିବା ସମୟରେ ବେଆଇନ ବାଲି ଉତ୍ତୋଳନ ହେଉଥିବା ନେଇ ହାଇୱା ସହିତ ପ୍ରକଲିନ ମେସିନ୍ ଏବଂ 5 ଜଣ ଡ୍ରାଇଭରଙ୍କ ସମେତ ଜଣେ ଅପରେଟରଙ୍କୁ ଅଟକ ରଖିଥିଲେ। ପରେ ପରେ ଘଟଣାସ୍ଥଳରେ ଜିଲ୍ଲା ମାଇନିଂ ଅଧିକାରୀ, ଆରଟିଓ ଅଧିକାରୀ ପହଞ୍ଚି ଗାଡ଼ିଗୁଡ଼ିକୁ ଯାଞ୍ଚ କରିଥିଲେ। ଖବର ସଂଗ୍ରହ ବେଳକୁ ଜବତ ସମସ୍ତ ଗାଡ଼ି ଘାଟରେ ଥିବାବେଳେ ଗୋଟିଏ ପ୍ଲାଟୁନ ପୁଲିସ ଘାଟରେ ଜଗି ରହିଥିଲେ। ଅନ୍ୟପକ୍ଷରେ ଟିପର ମାଲିକ ସଂଘ ତରଫରୁ ଏହାକୁ ବିରୋଧ କରାଯିବା ସହିତ ପ୍ରଶାସନର ଏଭଳି ପଦକ୍ଷେପକୁ ଦୃଢ଼ ଭାବେ ନିନ୍ଦା କରାଯାଇଛି। ଅପରାହ୍ନରେ ଜିଲ୍ଲା ପ୍ରଶାସନ ତରଫରୁ ବାଲିଘାଟକୁ ବନ୍ଦ କରିବା ସହିତ ଘାଟରେ ଥିବା ଘରକୁ ଭାଙ୍ଗି ଦିଆଯାଇଥିଲା। ଜଗତସିଂହପୁରରୁ ଭାନୁଶଙ୍କର ରାଉତରାୟଙ୍କ ରିପୋର୍ଟ, ଓଡ଼ିଶା ଏକାମ୍ର ଲାଇଭ୍।